9 तारिखରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦୋଳ ପୂର୍ଣ୍ଣିମା ପାଇଁ ନୀତିକାନ୍ତି। ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଆସନ୍ତା ମେଣ୍ଢାପୋଡ଼ି ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। 13 ଏବଂ 14 ତାରିଖରେ ମେଣ୍ଢାପୋଡ଼ି ଏବଂ ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ମୋହର ମାରିଛି ଛତିଶା ନିଯୋଗ। 13 ଓ 14 ତାରିଖ ରାତି 3টাରେ ଶ୍ରୀମନ୍ଦିର ଦ୍ୱାରଫିଟା ଏବଂ ଅନ୍ୟାନ୍ୟ ନୀତିକାନ୍ତି କରାଯିବ। 14 ତାରିଖରେ ଦୋଳବେଦୀ ଉପରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ। ଠିକ୍ ସମୟରେ ନୀତି ସମ୍ପାଦନ ସହିତ ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେ ସମ୍ପର୍କରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତା ଗ୍ରୀଷ୍ମ ପ୍ରବାହ ଏବଂ ଖରାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ନିମନ୍ତେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରାଯିବ। ସେପଟେ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଓମ୍ଫେଡ୍ ଘିଅ ଟିନରେ ଥିବା ମହାପ୍ରଭୁଙ୍କର ଫଟୋକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସେବାୟତ। ତୁରନ୍ତ ସେଥିରୁ ମହାପ୍ରଭୁଙ୍କର ଫଟୋ ହଟାଇବା ପାଇଁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସ୍ୱାର। ଏନେଇ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଏ ବୈଠକରେ ପୁରୀ ଏସ୍ପି, ଶ୍ରୀମନ୍ଦିର ନୀତି ପ୍ରଶାସକ, ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ଛତିଶା ନିଯୋଗର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଓମ୍ଫେଡ୍ ଘିଅ ବିନା ଆଉ ଭାରତ ବର୍ଷରେ ଭଲ ଘିଅ ନାହିଁ। ଯଦି ଆପଣ କଲେ ତା ଆପଣ ଜଗନ୍ନାଥଙ୍କ ଲୋଗ ଆଡଭର୍ଟାଇଜ କାହିଁ କଲେ? ମୁଁ ତାକୁ କହିଲି କଲଟା ଚୁର ରହିଲେ ଯେ ଆପଣ ଯୋଉ ଲୋଗ ଲଗେଇଲେ କାହିଁକି ଲଗେଇଲେ, କାହା ଅନୁମତିରେ ଲଗେଇଲେ? ସି ଯୋଉ ଆଡଭର୍ଟାଇଜ ଯେ ଜଗନ୍ନାଥ ଇଏ ମାନେ ଓମ୍ଫେଡ୍ କେବଳ ଓମ୍ଫେଡ୍ ଖାଉଛନ୍ତି ଆଉ ସବୁ ଘିଅ ମାଟିରେ ମିଶିଗଲା। ଭକ୍ତମାନଙ୍କ ପାଖରେ ଆଲୋଚନା ସେବାୟତଙ୍କର ଆମମାନଙ୍କ ଯୋଉ ଲୋକମାନେ ଯାଉଛନ୍ତି ସେମାନେ ଛାଡ଼ିବା ପରେ ଯୋଉ କଟକଣା କି ଭଲ ମନ୍ଦ ହେଇଛି ତାକୁ ସେମାନେ ଗୋଟେ କମିଟି କରିବେ। ତାପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯେଉଁମାନେ ରୋକୁଛନ୍ତି ଯାହା ଭଲ ମନ୍ଦ କରୁଛନ୍ତି, ଯେଉଁମାନେ ମିସବିହେଭ୍ କରୁଛନ୍ତି ନିଶ୍ଚିତ ଭାବେ ତାପରେ ଆକ୍ସନ୍ ନିଆଯିବ। ସେଥିପାଇଁ ଆଲୋଚନା ହେଇଛି। ଯେଉଁ ନୀତି ନିର୍ଘଣ୍ଟ ଯେଉଁ ହେଇଛି ଠିକ୍ ଟାଇମ୍ରେ କରିବା ପାଇଁ ତାହା ବି ଠିକ୍ ଟାଇମ୍ରେ କରିବା ପାଇଁ ପ୍ରୟାସ ଜାରି ହେବ। ସମସ୍ତଙ୍କ ଚେଷ୍ଟା ରହିବ। ତାପରେ ଆମର ବର୍ତ୍ତମାନ ଯେଉଁ ଓମ୍ଫେଡ୍ ଅଛି ସେ ଗୋଟେ ଏକ ସ୍ୱତନ୍ତ୍ର ବ୍ରାଣ୍ଡିଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ବ୍ରାଣ୍ଡିଂ କରିଛନ୍ତି ଏବଂ ଯଦି ଏଭଳି ଯେହେତୁ ଆମର ସମସ୍ତଙ୍କର ସେଣ୍ଟିମେଣ୍ଟ ସହିତ ଜଡ଼ିତ ଅଛି, ଯଦି ଏଭଳି କୌଣସି ତାର ମିସୟୁଜ୍ ହେଇଛି ଡେଫିନେଟଲି ଆମେ ବି ଓମ୍ଫେଡ୍ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବୁ।